ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତ ସୂଚକ ମାନଚିତ୍ରଣ 2024 ଶ୍ରେଣୀ ହେଉଛି ତୃତୀୟ ବିଷୟ ହେଉଛି ଭାଷା ପୁନଃସଂଖ୍ୟା ହେଉଛି 20 ପ୍ରଶ୍ନ ସଂଖ୍ୟା 7 ଠିକ୍ ଅଛି। ମୌଖିକ ପ୍ରଶ୍ନ ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି ନିଜ ମନପସନ୍ଦର ଗପଟିଏ କୁହ ନିଜ ମନପସନ୍ଦର ଗପଟିଏ କହିବ ଜାଣିଥିବା କବିତାଟିକୁ ସୁନ୍ଦର ସ୍ୱରରେ ଆବୃତ୍ତି କରିବାକୁ କହିବେ। ପିଲାମାନେ ନିଜ ମନପସନ୍ଦର ଗପଟି କହିବ ତୁମେ ନିଶ୍ଚିତ ଭାବରେ ଘରେ ଗୋଟିଏ ଭଲ ଗପ ଶିଖିକରି ଯାଇଥିବ ଠିକ୍ ଅଛି। ତାପରେ ଜାଣିଥିବା କବିତାଟିକୁ ସୁନ୍ଦର ସ୍ୱରରେ ଆବୃତ୍ତି କରିବ ପିଲାମାନେ ତୁମର ସାହିତ୍ୟ ବହିରେ ଗୋଟିଏ କବିତାକୁ ଆବୃତ୍ତି କରିବ ସୁନ୍ଦର ସ୍ୱରରେ ଆବୃତ୍ତି କରିବ ତୁମକୁ ମାର୍କ ମିଳିବ ଠିକ୍ ଅଛି। ତାପରେ ଅଛି ସମାନ ଶୁଭୁଥିବା ଧ୍ୱନି ଭଳି ଆଉ ଦୁଇଟି ଶବ୍ଦ କହିବ ଏଇଠି ପିଲାମାନେ ଦେଖ ଧରମ ଅଛି ଚରଣ ଗରବ ସମାନ ଶୁଭୁଥିବା ଦୁଇଟି ଶବ୍ଦ ତୁମେ କହିବ ମୁଁ କହୁଛି ପିଲାମାନେ ତୁମେ ମନେ ରଖିଥିବ ଠିକ୍ ଅଛି। ପିଲାମାନେ ଦେଖ ଧରମ ଧର୍ମ ପରି ଆଉ ଦୁଇଟି ଶୁଭାଯାଉଥିବା କ'ଣ କରମ ମରମ ଠିକ୍ ଅଛି ଏହା ତ ସେ ନିଜେ କହିଦେଇଛି। ତାପରେ ଏଠି ଅଛି ଚରଣ ଚରଣ ପରି ଆଉ ଦୁଇଟି ଶବ୍ଦ କ'ଣ କହିବ ତୁମେ କହିବ ମରଣ ଶରଣ ବରଣ କରଣ ଇତ୍ୟାଦି। ତାପରେ ଅଛି ଏଠି ଗରବ ଗରବ ଅଛି ଗରବ ପରି ଦୁଇଟି ଶବ୍ଦ ତୁମେ କହିବ କ'ଣ କହିବ ପରବ ସରବ ମରବ ଏମିତି ଦୁଇଟି ଶବ୍ଦ ତୁମେ କହିବ ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି ବାକ୍ୟ ଗୁଡ଼ିକୁ ପଢ଼ିବ ପିଲାମାନେ ଏଇଠି ଗୋଟିଏ ବାକ୍ୟ ଅଛି ତୁମେ ତାହାକୁ ପଢ଼ିବ ତାପରେ ତୁମକୁ ଯାଇ ସେ ମାର୍କ ମିଳିବ ଠିକ୍ ଅଛି। ପ୍ରଶ୍ନ ଅଛି ସନ୍ଥ ବ୍ୟକ୍ତି ଖଞ୍ଜଣି ବଜାଉଛନ୍ତି ତାପରେ ଅଛି କୁମ୍ଭାର ହାଣ୍ଡି ମାଠିଆ ଗଢ଼ୁଛି ତାପରେ ଅଛି ଡାକ୍ତର ବାବୁ ରୋଗୀର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ତାପରେ ଅଛି ପୂର୍ଣ୍ଣିମା ଦିନ ଚନ୍ଦ୍ର ଗୋଲ ଦେଖାଯାଆନ୍ତି ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି କ'ଣ ଅଛି ଦେଖିବା ଦ୍ୱିତୀୟ ଶ୍ରେଣୀ ପୋଷ୍ଟର ବହିର ହୋଲି ପର୍ବର ଚିତ୍ର ଦେଖାଇ ଶିକ୍ଷକ ପିଲାମାନଙ୍କୁ 3ଟି ବାକ୍ୟ କହିବା ପାଇଁ କହିବେ। ପିଲାମାନେ ହୋଲି ପର୍ବର ଚିତ୍ର ତୁମକୁ ଦେଖାଇବେ ଏବଂ 3ଟି ଉତ୍ତର ତାହାକୁ କହିବ କ'ଣ କହିବ ଯେ ଏଠାରେ ରଙ୍ଗ ବୋଲି ହୋଇ ଲୋକମାନେ ହୋଲି ଖେଳୁଛନ୍ତି ଠିକ୍ ଅଛି। ତାପରେ ତୁମେ କହିବ ଏହି ପର୍ବ ଫଗୁଣ ପୂର୍ଣ୍ଣମୀର ପରବର୍ତ୍ତୀ ଦିନ ଖେଳାଯାଏ 2ଟି ହେଲା। ତାପରେ ପରବର୍ତ୍ତୀ ବାକ୍ୟ କହିବ ହୋଲି ପର୍ବର ମୁଖ୍ୟ ଲକ୍ଷ୍ୟ ହେଉଛି ପରସ୍ପର ମଧ୍ୟରେ ବନ୍ଧୁତା ସ୍ଥାପନ କରିବା ଠିକ୍ ଅଛି। ଏପରି 3ଟି ବାକ୍ୟ କହିବ ପିଲାମାନେ ତୁମକୁ ମାର୍କ ମିଳିବ ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ରୋଷେଇ ଘରେ ମା ରୁଟି କଲାବେଳେ କ'ଣ କ'ଣ କରନ୍ତି କ୍ରମ ଅନୁସାରେ କହିବ ପ୍ରଥମେ କ'ଣ କରନ୍ତି ଠିକ୍ ଅଛି ତୁମେ ତାର କ୍ରମ ଅନୁସାରେ ତୁମେ କହିବ ଠିକ୍ ଅଛି। ପ୍ରଥମେ ଗୋଟିଏ ପାତ୍ରରେ ଅଟା ଆଣନ୍ତି ତାପରେ ସେଥିରେ ଆବଶ୍ୟକ ପରିମାଣର ପାଣି ଓ ଲୁଣ ମିଶାଇ ହାତରେ ଚକଟନ୍ତି ତାପରେ ତାକୁ ଗୋଲ ଗୋଲ କରି ବେଲଣାରେ ବେଲନ୍ତି ତାପରେ ନିଆଁ ଆଞ୍ଚରେ ତାୱା ବସାଇ ରୁଟିକୁ ସେକନ୍ତି ଠିକ୍ ଅଛି। ଏହା ହେଉଛି ରୁଟି କରିବାର କ୍ରମ ଠିକ୍ ଅଛି ତୁମେ କହିବ। ପରବର୍ତ୍ତୀ ପ୍ରଶ୍ନ ଅଛି ଶିକ୍ଷକ ଶିକ୍ଷୟିତ୍ରୀ ଅନୁଚ୍ଛେଦଟିକୁ ପଢ଼ିବ ଓ ପିଲାମାନଙ୍କୁ ନିମ୍ନ ପ୍ରଶ୍ନ ଗୁଡ଼ିକ ପଚାରିବେ। ପିଲାମାନେ ଏଠି ଗୋଟିଏ ଅନୁଚ୍ଛେଦ ଦିଆଯାଇଛି ପିଲାମାନେ ଏହାକୁ ତୁମର ଶିକ୍ଷକ ପଢ଼ିବେ ଏବଂ ତୁମେ ଶୁଣିବ ତାପରେ ତଳ ଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବ। ଆମ ସିଧାସଳଖ ପ୍ରଶ୍ନ ପାଖକୁ ଯିବା ପ୍ରଶ୍ନ ଉତ୍ତର ପାଖକୁ ଠିକ୍ ଅଛି। ପ୍ରଶ୍ନ ଅଛି ବରଗଛରେ କାହାର ବସା ଥିଲା ତୁମେ ଏଠି କହିବ ବଣି ଚଢ଼େଇର ବସା ଥିଲା ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି ମା ଚଢ଼େଇ କ'ଣ ଜଗିଥିଲା ମା ଚଢ଼େଇ ଅଣ୍ଡା ଜଗିଥିଲା ଠିକ୍ ଅଛି। ତାପରେ ଅଛି ଅଣ୍ଡା ଖାଇବା ପାଇଁ କିଏ ଆସିଲା ତୁମେ କହିବ ଅଣ୍ଡା ଖାଇବା ପାଇଁ ସାପ ଆସିଲା ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା ଦ୍ୱିତୀୟ ସମାପ୍ତ ସୂଚକ ମାନଚିତ୍ରଣ 2024 ଶ୍ରେଣୀ ଦ୍ୱିତୀୟ ହେଲା ପୁନଃସଂଖ୍ୟା ହେଉଛି 20 ପ୍ରଶ୍ନ ସଂଖ୍ୟା ହେଉଛି 10 ବିଷୟ ହେଉଛି ଗଣିତ ଠିକ୍ ଅଛି। ମିଲି ପାଖରେ 36ଟି କଲମ ଅଛି ମିକି ପାଖରେ ତାଠାରୁ 4ଟି କଲମ କମ୍ ଅଛି ତେବେ ମିକି ପାଖରେ କେତୋଟି ଅଛି ତୁମେ କହିବ 32ଟି ଅଛି ଠିକ୍ ଅଛି 32ଟି କଲମ ଅଛି। ତାପରେ ଅଛି ଜିକେ କିଟ୍ରୁ ଖେଳଣା ନୋଟ୍ର ସାହାଯ୍ୟରେ ନେଇ 32 ଟଙ୍କା ଓ 65 ଟଙ୍କା ଦେଖାଇବାକୁ କହିବେ
ପିଲାମାନେ ଅନେକ ଗୁଡ଼ିଏ ମୁଦ୍ରା ନୋଟ୍ ଠିକ୍ ଅଛି କଏନ୍ ନୋଟ୍ ଥିବ, ତୁମେ ସେଇଥିରୁ 32 ଟଙ୍କା କେମିତି ହେବ ତୁମେ ଦେଖାଇବ ଏବଂ 65 ଟଙ୍କା କେମିତି ହେବ ଦେଖାଇବ। ଠିକ୍ ଅଛି, ତୁମେ ଟିକେ ଅଭ୍ୟାସ କରିଥିବ ଘରେ ପିଲାମାନେ, ତାପରେ ତାକୁ କରିକି ଦେଖାଇ ପାରିବ। ତାପରେ ପରବର୍ତ୍ତୀ ପ୍ରଶ୍ନ, ଜିକେ କିଟ୍ରୁ ସବୁଜ ପଟା ନୀଳ ରଙ୍ଗ ହଳଦିଆ ଘନ ସାହାଯ୍ୟରେ 245 ଦେଖାଇବାକୁ କହିବେ। ପିଲାମାନେ ଏହାକୁ ଟିକେ ଘରେ ଅଭ୍ୟାସ କରିଥିବ, ଠିକ୍ ଅଛି, ତାପରେ ତୁମେ ଅଭ୍ୟାସ କରିଥିବ, ତୁମେ ପରୀକ୍ଷା ହଲ୍ରେ କରିପାରିବ, ଟିକେ ଅଭ୍ୟାସ କରିଥିବ କରିପାରିବ। ତାପରେ ପରବର୍ତ୍ତୀ ପ୍ରଶ୍ନ, ତୁମ ପାଖରେ 12ଟି ଚକୋଲେଟ୍ ଅଛି, ତୁମ ଭଉଣୀ ତୁମକୁ ଆଉ 6ଟି ଚକୋଲେଟ୍ ଦେଲେ, ତେବେ ତୁମ ପାଖରେ କେତୋଟି ଚକୋଲେଟ୍ ହେଲା? ଏହାର ଉତ୍ତର ତୁମେ କହିବ ପିଲାମାନେ 18ଟି ଚକୋଲେଟ୍ ହେଲା। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଗୋଟିଏ ଗଛ ଡାଳରେ 19ଟି ପକ୍ଷୀ ବସିଥିଲେ, ସେଥିରୁ 7ଟି ପକ୍ଷୀ ଉଡ଼ିଗଲେ, ଡାଳରେ ଆଉ କେତେ ପକ୍ଷୀ ରହିଲେ? ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ 12ଟି ପକ୍ଷୀ ରହିଲେ। ଠିକ୍ ଅଛି, 12ଟି ପକ୍ଷୀ ରହିଲେ। ପରବର୍ତ୍ତୀ ପ୍ରଶ୍ନ, ସଂଖ୍ୟାମାଳୀ ଓ କ୍ଲିପ୍ ସାହାଯ୍ୟରେ 25କୁ ସମାନ 5 ଭାଗ କରିବା ପାଇଁ ପିଲାମାନେ ସଂଖ୍ୟାମାଳୀ ଅଛି ଓ ତାକୁ କ୍ଲିପ୍ ସାହାଯ୍ୟରେ ବ୍ୟବହାର ଅଛି, ତାକୁ ତୁମକୁ ଦେବେ ତୁମର ଶିକ୍ଷକ, ଆଉ କହିବେ 25କୁ ସମାନ 5 ଭାଗ କରିବାକୁ କହିବେ। ଠିକ୍ ଯେ ପ୍ରତ୍ୟେକ ଭାଗରେ 5ଟି ଲେଖାଏଁ ରହିବ, ମୁଁ କହିଦେଉଛି, ମୁଁ ସେଇଠି କରି ଦେଖାଇବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, 2ର 6 ଗୁଣ 3ର 3 ଗୁଣ ଠାରୁ କେତେ ଅଧିକ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ଏହାର ଉତ୍ତର ତୁମେ ଲେଖିବ 3 ଅଧିକ। କେତେ କହିବ? 3 ଅଧିକ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଗୋଟିଏ ପଡ଼ିଆରେ 52ଟି ଛେଳି ଚରୁଥିଲେ, ଛେଳିଠାରୁ 3 ଅଧିକ ମେଣ୍ଢା ଚରୁଥିଲେ, ତେବେ ପଡ଼ିଆରେ କେତେ ମେଣ୍ଢା ଚରୁଥିଲେ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ଏହାର ଉତ୍ତରରେ ତୁମେ ଲେଖିବ 55 ଗୋଟି ଲେଖିବ। ଠିକ୍ ଅଛି, 55 ଗୋଟି ମେଣ୍ଢା ଚରୁଥିଲେ। ପରବର୍ତ୍ତୀ ପ୍ରଶ୍ନ ଅଛି, ଏହି ଚିତ୍ରରେ ଏଇଠି ଗୋଟେ ଚିତ୍ର ଅଛି ଦେଖିବ, ଏହି ଚିତ୍ରରେ କେତୋଟି ବୃତ୍ତ ଆକୃତି, ଗୋଲ ଆକୃତି ଏବଂ କେତୋଟି ତ୍ରିଭୁଜ ରହିଛି? ଠିକ୍ ଅଛି, ଏହାର ଉତ୍ତରରେ ତୁମେ ଲେଖିବ 3ଟି, ଏଇଠି ଲେଖିବ 3 ଏବଂ ତା ତଳକୁ ଲେଖିବ 3, 3 ଗୋଟି ଅଛି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ମେ ମାସ କେତେ ଦିନିଆ? ମେ ମାସ କେତେ ଦିନିଆ? ତୁମେ ଲେଖିବ 31 ଦିନିଆ। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା, ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026, ଶ୍ରେଣୀ ହେଉଛି ଦ୍ୱିତୀୟ, ବିଷୟ ହେଉଛି ପରିବେଶ ଅଧ୍ୟୟନ, ପୂର୍ଣ୍ଣସଂଖ୍ୟା ହେଉଛି 20, ପ୍ରଶ୍ନ ସଂଖ୍ୟା 14। ଠିକ୍ ଅଛି, ସୂର୍ଯ୍ୟ କେଉଁ ଦିଗରେ ଅସ୍ତ ହୁଏ? ଅତି ସୁନ୍ଦର ପ୍ରଶ୍ନ ପିଲାମାନେ, ସୂର୍ଯ୍ୟ କେଉଁ ଦିଗରେ ଅସ୍ତ ହୁଏ? ତୁମେ କହିବ ପଶ୍ଚିମ ଦିଗରେ ଅସ୍ତ ହୁଏ। ଠିକ୍ ଅଛି, ତାପରେ ସବୁଜ ରଙ୍ଗର ଗୋଟିଏ ପକ୍ଷୀର ନାମ କହିବ ପିଲାମାନେ, ତୁମେ କହିବ ଶୁଆ। ଠିକ୍ ଅଛି, ତାପରେ ତୁମେ କହିବ ଶିଶୁ ଦିବସ କେବେ ପାଳନ କରାଯାଏ? କେବେ ପାଳନ କରାଯାଏ? ତୁମେ କହିବ ନଭେମ୍ବର 14 ତାରିଖ ପାଳନ କରାଯାଏ। ତାପରେ ଅଛି ଶିଙ୍ଗ ଥିବା 2ଟି ପଶୁର ନାମ କହିବ ପିଲାମାନେ, ତୁମେ କହିବ ବଳଦ, ହରିଣ, ଛେଳି ଇତ୍ୟାଦି। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ, କେଉଁ ପକ୍ଷୀ ବେଶୀ ଉଚ୍ଚକୁ ଉଡ଼ିପାରେ ନାହିଁ? ତୁମେ କହିବ କୁକୁଡ଼ା। ଠିକ୍ ଅଛି, ତାପରେ ପରବର୍ତ୍ତୀ ପ୍ରଶ୍ନ, କେଉଁଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ପାଠ ପଢ଼ାନ୍ତି? ବିଦ୍ୟାଳୟରେ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, କେଉଁ ଋତୁରେ କୁହୁଡ଼ି ହୁଏ? କେଉଁ ଋତୁରେ କୁହୁଡ଼ି ହୁଏ? ତୁମେ କହିବ ଶୀତ ଋତୁରେ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଆମେ ପୋଷାକ କିଣିବାକୁ କେଉଁଠାକୁ ଯିବା? କେଉଁଠାକୁ ଯିବା? ବସ୍ତ୍ରାଳୟକୁ ଯିବା। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ, ପଚାସଢ଼ା ଜିନିଷ ଖାଇଲେ ତୁମକୁ କେଉଁ ସବୁ ରୋଗ ହୁଏ? କେଉଁ ସବୁ ରୋଗ ହୁଏ? ହଇଜା ରୋଗ ହୁଏ। ଠିକ୍ ଅଛି, ଝାଡ଼ା ବାନ୍ତି ରୋଗ ହୁଏ ଇତ୍ୟାଦି। ତାପରେ ପରବର୍ତ୍ତୀ ପ୍ରଶ୍ନ, ଜଳ ଦୂଷିତ ହେବାର 2ଟି କାରଣ କହ? ଜଳ ମଇଳା ହେବାର 2ଟି କାରଣ, ପିଲାମାନେ ଅନେକ କାରଣ ରହିଛି, ତୁମେ 2ଟି କାରଣ କହିବ। କ'ଣ କହିବ? ଯେ ଗାଈ ଗୋରୁ ପାଣି ଭିତରକୁ ନେଇ ଧୋଇବା, କପଡ଼ା ଧୋଇବା,
ଠିକ୍ ଅଛି। ବନ୍ଧ ହୁଡ଼ାରେ ଝାଡ଼ା ଫେରିବା ଇତ୍ୟାଦି ଅନେକ କାରଣ ରହିଛି। ତୁମେ ଦୁଇଟି କହିଲେ ବି ତୁମକୁ ମାର୍କ ମିଳିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତୁମେ ଖାଉଥିବା ଦୁଇଟି ଲେଖାଏଁ କଞ୍ଚା ଓ ପାଚିଲା ଫଳ କହିବ। ଦୁଇଟି କଞ୍ଚା ଫଳର ନାମ ଏବଂ ଦୁଇଟି ପାଚିଲା ଫଳର ନାମ କହିବ। କଞ୍ଚା ଫଳ ତୁମେ କହିପାରିବ ପିଜୁଳି, କଞ୍ଚା ଆମ୍ବ, କାକୁଡ଼ି ଇତ୍ୟାଦି। ତାପରେ ପାଚିଲା ଫଳ ତୁମେ କହିପାରିବ ପାଚିଲା କଦଳୀ, ଅଙ୍ଗୁର, ବେଲ, ଖଜୁରୀ ଇତ୍ୟାଦି। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ତୁମ ଘର ଓ ବିଦ୍ୟାଳୟ କେଉଁ ସମୟରେ ସଫା କରାଯାଏ? କେଉଁ ସମୟରେ ସଫା କରାଯାଏ? ପ୍ରଥମେ କୁହ, ଘର କେଉଁ ସମୟରେ? ସକାଳେ ଖାଇସାରିବା ପରେ ସଫା କରାଯାଏ। ଠିକ୍ ଅଛି। ତାପରେ ଗୋଟିଏ ଲେଖାଏଁ କହିବ। ତାପରେ ତୁମ ବିଦ୍ୟାଳୟ କେତେବେଳେ ସଫା କରାଯାଏ? ତୁମେ କହିବ ପିଲାମାନେ ବିଦ୍ୟାଳୟକୁ ଆସିବା ପରେ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ଗ୍ରାମ ପଞ୍ଚାୟତ କେଉଁ କେଉଁ କାମ କରେ? ତୁମର ଗ୍ରାମ ପଞ୍ଚାୟତ ଅଛି, କେଉଁ କେଉଁ କାମ କରେ? ଅନେକ ଗୁଡ଼ିଏ କାମ କରେ। ତୁମେ ଦୁଇଟା କାମ କହିଲେ ବି ମାର୍କ ମିଳିବ। ଠିକ୍ ଅଛି। ଗ୍ରାମ ସଡ଼କ ତିଆରି କରେ ଓ ମରାମତି କରେ, ପୋଖରୀ ଖୋଲେ, ନଳକୂପ ଦିଏ। ଠିକ୍ ଅଛି। ଇତ୍ୟାଦି ସେ କାମ କରେ। ତୁମେ ଦୁଇଟି ଲେଖିଲେ ବି ମାର୍କ ମିଳିବ। ପରବର୍ତ୍ତୀ ପ୍ରଶ୍ନ, ଗାନ୍ଧିଜୀଙ୍କୁ ଆମେ କାହିଁକି ମନେ ରଖିଛୁ? ଗାନ୍ଧିଜୀକୁ ଆମେ କାହିଁକି ମନେ ରଖିଛୁ? ଯେ ସେ ଦେଶ ସ୍ୱାଧୀନ କରିବା ପାଇଁ ଆଗେଇ ଯାଇଥିଲେ, ଜେଲ୍ ଦଣ୍ଡ ଭୋଗିଥିଲେ। ପିଲାମାନଙ୍କର ଉତ୍ତର ଭିନ୍ନ ଭିନ୍ନ ହୋଇ ଯେ ଏବଂ ତାହାକୁ ଆମ ରାଷ୍ଟ୍ରପିତା ବୋଲି ମଧ୍ୟ କହିଥାଉଁ। ଠିକ୍ ଅଛି। ଦୁଇଟିର କାମ କହିବ ତାଙ୍କର, ତୁମକୁ ମାର୍କ ମିଳିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଧନ୍ୟବାଦ ପିଲାମାନେ। ଭିଡ଼ିଓକୁ ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।